ଛୁଆମାନଙ୍କର ସ୍କୁଲ ଟିଫିନ୍ ପାଇଁ ହେଉ ବା ସକାଳର ଜଳଖିଆରେ ହେଉ, ସକାଳର ବ୍ୟସ୍ତତା ଭିତରେ ଯଦି କମ୍ ସମୟରେ କିଛି ହେଲ୍ଦି ଟେଷ୍ଟି ବନେଇବା ପାଇଁ ଚାହୁଁଛନ୍ତି, ତାହେଲେ ଏଇ ଜଳଖିଆଟି ଆପଣମାନଙ୍କ ପାଇଁ ଏକଦମ ପରଫେକ୍ଟ ରହିବ। ଆଉ ଏଇ ଜଳଖିଆ ସହିତ ଆମେ ଗୋଟେ ଗ୍ରୀନ୍ ଚଟନି ବନେଇବା, ଯାହାକି ଖାଇବା ପାଇଁ ଭାରି ବଢ଼ିଆ ଲାଗିଥାଏ। ଉପରୁ ହାଲକା ହାଲକା କ୍ରିସ୍ପି ରହିବ, ଭିତରୁ ଏକଦମ ନରମ ଆଉ ସ୍ପଞ୍ଜି ରହିବ। ପ୍ରୋଟିନ୍ରେ ଭରପୁର ମୁଗ ଡାଲିର ଏହି ସହଜ ସୁଆଦିଆ ଜଳଖିଆଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିବ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ এই ଜଳଖିଆ ସହିତ ଖାଇବା ପାଇଁ ଗ୍ରୀନ୍ ଚଟନି ତିଆରି କରିବା। ସେଥିପାଇଁ ଏଇଠି ମୁଁ 10ରୁ 12 କୋଲା ନେଇଛି ରସୁଣ ଓ ତା ସହିତ କଞ୍ଚା ଲଙ୍କା ନେଇଛି 3ଟି। ଆପଣମାନେ କେତେ ରାଗ ଖାଇବେ ସେଇ ହିସାବରେ କଞ୍ଚା ଲଙ୍କା ନେବେ। ଆଉ ହାଫ୍ ଇଞ୍ଚର ଅଦା ଆଉ ଗୋଟେ ମୁଠ ଫ୍ରେଶ୍ ଧନିଆ ପତ୍ର। ଆପଣ ଚାହିଁଲେ ଧନିଆ ପତ୍ର ସହିତ କିଛି ପୋଦିନା ପତ୍ରକୁ ମିଶାଇକି ମଧ୍ୟ ନେଇପାରିବେ। ସବୁକୁ ଗ୍ରାଇଣ୍ଡର ଜାରରେ ଦେବା, ସ୍ୱାଦ ଅନୁଯାୟୀ ଲୁଣ ଦେବା। ଏଇଠି ମୁଁ କଳା ଲୁଣ ଦେଉଛି ଚଟପଟା ଟେଷ୍ଟ ଆଣିବା ପାଇଁ। ଆଉ ତା ସହିତ ଗୋଟେ ଛୋଟ ଚାମଚ ଦେବା ଜିରା। ଚଟନିର ଟେକ୍ସଚର ଭଲ ଆସିବ, ଟେଷ୍ଟ ଭଲ ଆସିବ, ସେଥିପାଇଁ ଏଇଥିରେ ଆମେ 2ରୁ 3 ବଡ଼ ଚାମଚ ଦେବା ଭଜା ଚଣା। ମାର୍କେଟରେ ଭଜା ହେଇଥିବା ରେଡିମେଡ୍ ଚଣା ବିକ୍ରି ହୁଏ ନା, ଚୋପା ନଥାଇକି ସେଥିରୁ ମୁଁ ନେଇଛି। ଆପଣମାନେ ଚାହିଁଲେ ଭଜା ଚିନାବାଦାମ ନେଇପାରିବେ, ନହେଲେ ତ ଭଜା ବୁଟ ଡାଲି ମଧ୍ୟ ନେଇପାରିବେ। ଚଟନିର ଟେଷ୍ଟକୁ ଚଟପଟା ବନେଇବା ପାଇଁ ଫାଳେ ଲେମ୍ବୁର ରସକୁ ଏଥିରେ ଦେବା। ଆପଣ ଚାହିଁଲେ 2-3 ଚାମଚ ଦହି ଦେଇପାରିବେ। ଆଉ ଅଳ୍ପ ଟିକେ ପାଣି ଦେଇକି ଆକୁ ଆମେ ଚିକଣ କରିକି ଗ୍ରାଇଣ୍ଡ କରିନେବା। ଏଇଠି ଆମର ଗ୍ରୀନ୍ ଚଟନି ବା ଧନିଆ ପତ୍ର ଚଟନି ରେଡ଼ି ହେଇଗଲା। ତ ଏଇ ଚଟନିକୁ ସାଇଡ଼ରେ ରଖିବା, ଯିବା ନେକ୍ସଟ ଷ୍ଟେପ୍କୁ, ଆମର ମୁଗ ଡାଲିର ଜଳଖିଆକୁ ତିଆରି କରିବା। ଏଠି ଦେଖନ୍ତୁ ମୁଁ ଗୋଟେ ଗିନା ବା 250 ଗ୍ରାମର ମାର୍କେଟରେ ମିଳୁଥିବା ରେଡିମେଡ୍ କଞ୍ଚା ମୁଗ ଡାଲି ନେଇଛି। ଆଉ ମୁଗ ଡାଲିକୁ 3ରୁ 4 ଘଣ୍ଟା ପର୍ଯ୍ୟନ୍ତ ବତୁରେଇ ନେଇଥିଲି। ଏଇଠି ମୁଗ ଡାଲି ଦେଖନ୍ତୁ ବହୁତ ଭଲ ଭାବରେ ଫୁଲି ଯାଇଛି ଆଉ ବତୁରି ଯାଇଛି। ଆପଣମାନେ କେତେ ଜଳଖିଆ ବନେଇବେ ସେଇ ହିସାବରେ ମୁଗ ଡାଲି କମ ଅଧିକା କରିକି ନିଜ ହିସାବରେ ନେବେ। ଏବେ ଆମେ ଏଇ ବତୁରା ମୁଗ ଡାଲିକୁ ଭଲ ଭାବରେ 3-4 ଥର ଧୋଇ ନେବା। ଆଉ ଗୋଟେ ଜାଲିକୁ ଛାଣି ନେବା, ଯୋଉଥିପାଇଁ କି ମୁଗ ଡାଲିର ଏକ୍ସେସ୍ ପାଣି ବାହାରିଯିବ। ଆଉ ତାପରେ ଗ୍ରାଇଣ୍ଡର ଜାରରେ ଏଇ ବତୁରା ମୁଗ ଡାଲି ସବୁକୁ ଦେଇଦେବା। ଆଉ ଏଇଥିରେ 1 ଇଞ୍ଚ ପାଖାପାଖି ଅଦା ଆଉ 2-3ଟି କଞ୍ଚା ଲଙ୍କା ଦେବା। ଆଉ ଗୋଟେ ଛୋଟ ଚାମଚ ଦେବା ଜିରା। ଆଉ ଏଇ ଜଳଖିଆ ବା ପିଠାକୁ ବନେଇବା ପାଇଁ ଯେତିକି ଆମକୁ ଲୁଣ ଦରକାର, ଏଇ ସମୟରେ ଆମେ ଲୁଣ ପକେଇବା। ଆମକୁ ଏ ବ୍ୟାଟରଟା ଏକଦମ ବହଳିଆ ବନେଇବାର ଅଛି, ସେଥିପାଇଁ ପ୍ରଥମେ ବିନା ପାଣି ଦେଇକି ଚିକଣ କରିକି ବାଟିବା ପାଇଁ ଚେଷ୍ଟା କରିବା। ତ ଦେଖନ୍ତୁ ଟିକେ ବାଟି ହେଇଗଲା ପରେ ମୁଁ କ'ଣ କରିଛି, ଯେତିକି ଦରକାର ମାନେ 2 ଚାମଚ ଖଣ୍ଡେ ପାଣି ଦେଇକି ପୁଣି ଥରେ ଆକୁ ଚିକଣ କରିକି ବାଟି ନେଇଛି। ଏକଦମ ବହଳିଆ କରିକି ବାଟିବେ, ବିଲକୁଲ ବି ପାଣିଆ କରିବେନି। ସବୁବେଳେ ମୁଗ ବାଟିଲା ବେଳେ ହିଁ ଲୁଣ ଦେବେ। ଯଦି ଆପଣମାନେ ମୁଗକୁ ବାଟି ସାରିକି ତାପରେ ଲୁଣ ଦେଇକି ମିକ୍ସ କରିବେ, ତାହେଲେ ବ୍ୟାଟରଟା ପାଣିଆ ହେଇଯାଇପାରେ। ତ ଏବେ ଆମେ ଏଥିରେ କିଛି ପରିବା ଆଡ୍ କରିବା। ତ ଗୋଟେ ଗାଜରକୁ ମୁଁ କୋରି ନେଇଛି, ହାଫ୍ କ୍ୟାପ୍ସିକମକୁ ଛୋଟ ଛୋଟ କରି କାଟିକି ନେଇଛି, ଗୋଟେ ଛୋଟ ପିଆଜକୁ ମଧ୍ୟ ଛୋଟ ଛୋଟ କରି କାଟିକି ନେଇଛି, ଆଉ ଗୋଟେ ଛୋଟ ସାଇଜର ଆଳୁକୁ ଗ୍ରେଟ୍ କରି ନେଇଛି ଗ୍ରେଟରରେ, ତାପରେ ଧୋଇକି ଏଠି ନେଇଛି। ଯାହା ବି ପରିବା ନେଉଛନ୍ତି ସବୁକୁ ଏକଦମ ଛୋଟ ଛୋଟ କରି କାଟିକି ବା ଗ୍ରେଟ୍ କରିକି ନେବେ, ଯୋଉଥିପାଇଁ କି ପରିବା ଗୁଡ଼ା ଭଲ ଭାବରେ ସିଝି ପାରିବ। କଟା ପରିବା ସବୁକୁ ମୁଁ ମୁଗ ବଡ଼ାରେ ଦେଇସାରିଛି। ଏବେ ଆମେ ଏଥିରେ କିଛି କଟା ହେଇଥିବା ଭୃଷଙ୍ଗ ପତ୍ର ପକେଇବା। ଆପଣମାନେ ଚାହିଁଲେ କଟା ଧନିଆ ପତ୍ର କିଛି ଦେଇପାରିବେ। ଏଇ ଜଳଖିଆରେ ଆପଣମାନେ ଯେତେ ପ୍ରକାର ପରିବା ଚାହିଁଲେ ପକେଇ ପାରିବେ। ବନ୍ଧାକୋବି, ଫୁଲକୋବିକୁ ଗ୍ରେଟ୍ କରିକି ପକେଇ ପାରିବେ, ପନିରକୁ ମଧ୍ୟ ଗ୍ରେଟ୍ କରିକି ପକେଇ ପାରିବେ, ସିଝା ଗ୍ରୀନ୍ ମଟର ଆଉ ସିଝା ମକା ମଧ୍ୟ ଦେଇପାରିବେ। ତ ଏଇଠି ମୁଁ କିଛି କଟା ଟମାଟୋ ମଧ୍ୟ ଆଡ୍ କରୁଛି, ଯୋଉଟାକି ଭୁଲି ଯାଇଥିଲି ପକେଇବା ପାଇଁ। ଆଉ ଦେଇକି ସବୁକୁ ଭଲ ଭାବରେ ଗୋଳେଇ ନେଉଛି। ଏତେ ଗୁଡ଼ାଏ କଟା ପରିବା ଦେଇସାରିଲା ପରେ ବ୍ୟାଟରଟା ଅଟୋମେଟିକ୍ ଟିକେ ପାଣିଆ ହେଇଯାଇଥାଏ। ତ ପ୍ରଥମରୁ ବ୍ୟାଟରକୁ ବହଳିଆ କରିକି ବାଟିବେ, ଧ୍ୟାନ ରଖିବେ। ତ ଏଇଠି ଆପଣମାନେ ଭିଡ଼ିଓରେ ଦେଖିପାରୁଥିବେ ଯେ ବ୍ୟାଟରଟା କେତେ ବହଳିଆ ଅଛି, ଏମିତି ହିଁ ରଖିବେ। ପିଠା ଆମର ଏକଦମ ହାଲକା ଫୁଲା ଫୁଲା ଆଉ ନରମ ବନେଇବା ପାଇଁ ଏଇଠି ଆମେ ଗୋଟେ ଛୋଟ ପ୍ୟାକେଟ୍ ଇନୋ ପକେଇବା। ଇନୋ ଜାଗାରେ ଆପଣମାନେ 1/4 ଟିସ୍ପୁନର ଖାଇବା ସୋଡ଼ା ମଧ୍ୟ ଦେଇପାରିବେ। ଯଦି ଖାଇବା ସୋଡ଼ା ଦେଉଥିବେ ତାହେଲେ ସେଥିରେ ଟିକେ ଲେମ୍ବୁ ଚିପୁଡ଼ି ନେବେ, ଯୋଉଥିପାଇଁ କି ଆମର ସୋଡ଼ାଟା ଆକ୍ଟିଭେଟ୍ ହେଇପାରିବ ଆଉ ଜଳଖିଆଟା ଏକଦମ ହାଲକା ଆଉ ନରମ ତିଆରି ହେବ। ଇନୋକୁ ଦେଇକି ତା ଉପରେ 1 ଚାମଚ ପାଣି ଦେବା, ଯୋଉଥିପାଇଁ କି ଚାରିଆଡ଼େ ଇନୋଟା ମିକ୍ସ ହେଇପାରିବ। ଏବେ ଆମେ ଭଲ ଭାବରେ ଆକୁ ଗୋଳେଇ ନେବା। ଆଉ ଇନୋ ଦେଲା ପରେ ଆକୁ ବହୁତ ସମୟ ଛାଡ଼ିବେନି, ସାଙ୍ଗେ ସାଙ୍ଗେ ଏଇ ପିଠାକୁ ତିଆରି କରିବେ। ଆପଣ ଚାହିଁଲେ ଏ ପିଠାକୁ ବିନା ଖାଇବା ସୋଡ଼ା, ବିନା ଇନୋରେ ମଧ୍ୟ ବନେଇ ପାରିବେ। କିନ୍ତୁ ସେମିତିରେ କ'ଣ ହେବ ନା, ପିଠାଟା ଭାରି ଭାରି ଲାଗିବ, ଫୁଲିବନି, ଖାଇବାକୁ ଭଲ ଲାଗିନଥାଏ। ତ ଦେଖନ୍ତୁ ଇନୋ ଦେଇକି ଗୋଳେଇ ସାରିଲା ପରେ ବ୍ୟାଟର ଏଇଠି ଆମର ରେଡ଼ି ହେଇଗଲା। ଏପଟେ ଗୋଟେ ଛୋଟ ପ୍ୟାନ୍ଟେ ମୁଁ ଗରମ କରିଛି ମିଡ଼ିୟମ୍ ଫ୍ଲେମ୍ରେ। ପ୍ୟାନ୍ ଗରମ ହେଇଗଲା ପରେ ସେଥିରେ ଆମେ ଗୋଟେ ଛୋଟ ଚାମଚ ଦେବା ତେଲ। ତେଲ ଗରମ ହେଇଗଲା ପରେ ଏଠି ଦେଖନ୍ତୁ
ମୁଁ ଅଳ୍ପ କିଛି ସୋରିଷ, ଜିରା ଆଉ ଧଳା ରାଶିକୁ ମିକ୍ସ କରିକି ରଖିଛି। ଏଇଥିରୁ ଆମେ ଗୋଟେ ଛୋଟ ଚାମଚ ପକେଇବା, ଯୋଉଥିପାଇଁ କି ପିଠା ଉପରଟା ମଧ୍ୟ ବହୁତ ଫ୍ଲେଭରଫୁଲ୍ ତିଆରି ହେବ, ଖାଇବାକୁ ଭାରି ସୁଆଦିଆ ଲାଗିବ। ତ ସୋରିଷ, ଜିରା ରାଶି ଟିକେ ଭାଜିଗଲା ପରେ କିଛି ଭୃଷଙ୍ଗ ପତ୍ର ପକେଇବା। ଆଉ ତାପରେ ଏଇଠି ଯୋଉ ବ୍ୟାଟରଟା ଆମେ ତିଆରି କରିଥିଲେ ସେଇଥିରୁ 2 ଛୋଟ ଟଙ୍କି ଆମେ ଏଥିରେ ଦେବା। ଆଉ ହାଲକା ଟିକେ ସ୍ପ୍ରେଡ୍ କରିନେବା। ଏ ପିଠାଟି ପତଳା ହେବନି, ଟିକେ ମୋଟା ରଖିବେ, ଖାଇବାକୁ ଭଲ ଲାଗିବ। ଛୁଆଙ୍କ ସ୍କୁଲ ଟିଫିନ୍ ପାଇଁ ତିଆରି କରୁଥିଲେ ଆପଣ ଛୋଟ ଛୋଟ ବରା ଭଳି ତାୱାରେ ସେକି ପାରିବେ। ତ ଏବେ ମୁଁ କଭର କରିନେଇଛି ଆଉ ଲୋ ଫ୍ଲେମ୍ରେ 1ରୁ 1.5 ମିନିଟ୍ ପାଇଁ ୟାକୁ ସିଝିବା ପାଇଁ ଛାଡ଼ିବା। ଆଉ ତାପରେ ଏଠି ମୁଁ କଭର କାଢ଼ି ନେଇଛି। ଦେଖନ୍ତୁ ପିଠା ଉପରଟା ଏମିତି ଶୁଖିଲା ଲାଗିବ। ଆଉ ତା ଉପରେ ଆମେ ଆଉ ଗୋଟେ ଛୋଟ ଚାମଚ ତେଲ ଦେଇଦେବା। ଆଉ ଆକୁ ଆମେ କେୟାରଫୁଲି ଓଲଟେଇ ନେବା। ଏକଦମ ଲୋ ଫ୍ଲେମ୍ କରିକି ପିଠାକୁ ସିଝେଇବେ ଆପଣମାନେ, ନହେଲେ କ'ଣ ହେବ ନା ତଳ ସାଇଡ଼୍ଟା ପୋଡ଼ିଯିବ, ଭିତରଟା ସିଝି ପାରିବନି। ତ ଦେଖନ୍ତୁ ଓଲଟେଇ ନେଇଛି, ବଢ଼ିଆ କଲର୍ ଆସିଯାଇଛି। ପୁଣି ଥରେ କଭର କରିକି ସେଇ ଲୋ ଫ୍ଲେମ୍ରେ ଆଉ 1 ମିନିଟ୍ ପାଇଁ ଆଉ ଗୋଟେ ସାଇଡ଼୍ରୁ ସିଝେଇବା। ତ ଆଉ 1 ମିନିଟ୍ ପରେ କଭର କାଢ଼ି ନେଇଛି। ଆଉ ଏବେ ଆମେ ଓଲଟେଇବା। ଦେଖନ୍ତୁ ପିଠାରେ କେତେ ବଢ଼ିଆ କଲର୍ ଆସିଛି 2 ସାଇଡ଼୍ରୁ। ଯେହେତୁ ପିଠା ଟିକେ ମୋଟା ଆମେ ତିଆରି କରିଛେ, ଟିକେ ଟାଇମ୍ ଲାଗିବ ସିଝିବା ପାଇଁ। ତ ଟିକେ ପେସେନ୍ସ ରଖିକି ଆପଣମାନେ ପିଠାକୁ ତରବର ନ ହେଇକି ଭଲ ଭାବରେ ସିଝେଇବେ। ତ ଦେଖନ୍ତୁ ପ୍ରଥମ ପିଠାଟି ଏଠି ଆମର ହେଇଗଲା। ଆକୁ ଆମେ ବାହାରକୁ ବାହାର କରିନେବା। ଏଇଭଳି ଭାବରେ ଏଠି ଆମେ ସବୁ ପିଠାକୁ ତିଆରି କରିନେବା। ଏ ପିଠା ସହିତ ସେ ଗ୍ରୀନ୍ ଚଟଣି ହଉ ବା ଯେକୌଣସି ଅଲଗା ଚଟଣିଟେ ଖାଇପାରିବେ, ସସ୍ ସହିତ ଖାଇପାରିବେ, କିନ୍ତୁ ଗରମା ଗରମ ହିଁ ଖାଇବେ, ବହୁତ ବଢ଼ିଆ ଲାଗିବ। ଆପଣମାନେ ମୁଗର ଏଇ ପିଠାଟିକୁ ବନାନ୍ତୁ। କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେ ପର୍ଯ୍ୟନ୍ତ ରହିଲି, ନମସ୍କାର, ବାଏ, ଜୟ ଜଗନ୍ନାଥ।